ନମସ୍କାର ସାଙ୍ଗମାନେ, ନଲେଜ୍ ଇଜ୍ ପାୱାର ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ତୁଳସୀ ହିନ୍ଦୁ ଧର୍ମର ଏକ ସମ୍ମାନିତ ଏବଂ ପବିତ୍ର ଉଦ୍ଭିଦ ଅଟେ। ଏହା ଆୟୁର୍ବେଦରେ ମଧ୍ୟ ପ୍ରାଚୀନ ବିଜ୍ଞାନରେ ସ୍ଥାନ ପାଇଛି। ତୁଳସୀ ଗଛରେ ଭିଟାମିନ୍ ଏବଂ ଖଣିଜ ଲବଣ ପ୍ରଚୁର ପରିମାଣରେ ମିଳେ। ବିଭିନ୍ନ ରୋଗକୁ ଦୂର କରିବାର ଶକ୍ତି ଏହି ଗଛରେ ଅଛି। ଶରୀରର ଶକ୍ତି ବଢ଼ାଇବା ପାଇଁ ଏହା ଏକ ଅଦ୍ୱିତୀୟ ଔଷଧି ଅଟେ। ତୁଳସୀ ଗଛକୁ ପ୍ରତ୍ୟକ୍ଷ ଦେବୀ ବୋଲି ମଧ୍ୟ କୁହାଯାଇଥାଏ। ହିନ୍ଦୁ ଧର୍ମର ଲୋକମାନେ ତୁଳସୀ ଗଛକୁ ପୂଜା କରିଥାନ୍ତି। ଏହାର ଔଷଧ ଗୁଣ ତୁଳନାରେ ଆଉ କୌଣସି ବୃକ୍ଷଲତା ତୁଳସୀର ସମକକ୍ଷ ନୁହେଁ। ତୁଳସୀ ସାଧାରଣତଃ ଦୁଇ ପ୍ରକାରର ମିଳିଥାଏ। ଗୋଟିଏ ହେଲା ସବୁଜ ରଙ୍ଗର ଲକ୍ଷ୍ମୀ ତୁଳସୀ ଏବଂ କଳା ରଙ୍ଗର କୃଷ୍ଣ ତୁଳସୀ। ତୁଳସୀକୁ ପୂଜା କରାଯାଏ ଏବଂ ଦେବତାମାନଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ। ତୁଳସୀ ମଣିଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆପଣ ଜାଣିଛନ୍ତି କି ତୁଳସୀ ଆମର କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସାଧନ କରିଥାଏ? ତେବେ ଆସନ୍ତୁ ଜାଣିବା ଆଜିର ଏହି ଭିଡ଼ିଓରେ। ତେଣୁ ଭିଡ଼ିଓଟିକୁ ସ୍କିପ୍ ନ କରି ମୂଳରୁ ଶେଷ ଯାଏଁ ଦେଖନ୍ତୁ। ଆଉ ମୋ ଚ୍ୟାନେଲଟିକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିବ। କେତେକ ସାଧାରଣ ରୋଗରୁ ଦୂରେଇ ରହିବା, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, ଜୀବାଣୁ ବା ଭାଇରାଲ ସଂକ୍ରମଣ ରୋଗ ସହ ଲଢ଼ିବା, କେଶ ଓ ଚର୍ମ ରୋଗରୁ ମୁକାବିଲା କରିବାରେ ତୁଳସୀ ପତ୍ର ସାହାଯ୍ୟ କରିଥାଏ। ତୁଳସୀର ବୈଜ୍ଞାନିକ ନାମ ଅକ୍ସିମମ୍ ସାଣ୍ଟାମ୍ ଲେନ୍। ସଂସ୍କୃତ ନାମ ତୁଳସୀ, ସୁରସା, ଦେବଦୁନ୍ଦୁଭି, ସୁଲଭା, ବହୁମଞ୍ଜରୀ, ଗୌରୀ ଇତ୍ୟାଦି। ହିନ୍ଦୀ ନାମ ତୁଳସୀ, ବୃନ୍ଦା ଇତ୍ୟାଦି ତୁଳସୀକୁ କୁହନ୍ତି। ତୁଳସୀ ପତ୍ର ଏବଂ ଏହାର ମଞ୍ଜିରେ ଅଗଣିତ ଲାଭ ମିଳେ। ତୁଳସୀ ପତ୍ରରେ କଫ, ବାତ ରୋଗ, ଜ୍ୱର ଆଦି ଦୂର ହୁଏ। ହଜମ ଶକ୍ତି ବଢ଼େ। ହାର୍ଟ ରୋଗ, ପେଟ ଯନ୍ତ୍ରଣା, ମ୍ୟାଲେରିଆ ଜ୍ୱର, ଟାଇଫଏଡ଼୍ ଜ୍ୱର, ସାଧାରଣ ଜ୍ୱର ପାଇଁ ଏହି ତୁଳସୀ ଔଷଧ ରୂପରେ କାମ କରିଥାଏ। ମସ୍ତିଷ୍କରେ କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ପ୍ରତିଦିନ 4ରୁ 5ଟି ତୁଳସୀ ପତ୍ରକୁ ପାଣି ସହିତ ଗିଳି ଦିଅନ୍ତୁ। ଏହାକୁ ଦାନ୍ତରେ ଚୋବାଇ ଖାଆନ୍ତୁ ନାହିଁ, କାରଣ ଏଥିରେ ପାରଦ ଓ ମର୍କ୍ୟୁରୀ ଥାଏ। ଏହା ଦାନ୍ତର ଇନାମେଲକୁ ଖରାପ କରିଦିଏ। ଏହାକୁ ପ୍ରତିଦିନ ଖାଇଲେ ମସ୍ତିଷ୍କର କାର୍ଯ୍ୟ ଓ କ୍ଷମତା ବୃଦ୍ଧି ହୁଏ। ଅନ୍ଧାରକଣା ରୋଗ ପାଇଁ ତୁଳସୀ ଔଷଧ ରୂପେ କାର୍ଯ୍ୟ କରେ। କିଛି ଲୋକଙ୍କୁ ଅନ୍ଧାରରେ ଦେଖାଯାଏ ନାହିଁ। ଏହି ରୋଗକୁ ଦୂର କରିବା ପାଇଁ ତୁଳସୀ ପତ୍ରର ରସ 2 ବୁନ୍ଦା ଆଖିରେ ପକାଇଲେ ଅନ୍ଧାରକଣା ରୋଗରୁ ମୁକ୍ତି ମିଳିଥାଏ। ଯଦି ଆପଣଙ୍କର ତରଳ ଝାଡ଼ା ହେଉଥାଏ, ତେବେ ତୁଳସୀ ପତ୍ର ସହ କିଛି ଜିରା ଗୁଣ୍ଡ ଏବଂ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ଝାଡ଼ା ଭଲ ହେବା ସହ ଆପଣ ସୁସ୍ଥ ଅନୁଭବ କରିବେ ଏବଂ ଆପଣଙ୍କ ଶରୀରରେ ଜଳୀୟ ଅଂଶକୁ ବଜାୟ ରଖିବ। ଏହାଛଡ଼ା କୌଣସି କାରଣରୁ ଯଦି ଆପଣଙ୍କର ବାନ୍ତି ହେଉଥାଏ, ତେବେ ତୁଳସୀ ପତ୍ର ସହ ଅଦା ରସ ମିଶାଇ ସେବନ କରନ୍ତୁ। ଦେଖିବେ ଆପଣଙ୍କର ବାନ୍ତି ଭଲ ହୋଇଯିବ। କ୍ୟାନ୍ସର ପରି ମାରାତ୍ମକ ରୋଗ ମଧ୍ୟ ତୁଳସୀ ପତ୍ର ଦ୍ୱାରା ଭଲ ହୋଇଥାଏ। ଯଦି ଆପଣ ପ୍ରତିଦିନ କିଛି ତୁଳସୀ ପତ୍ର ସେବନ କରନ୍ତି, ତେବେ ଏହା କ୍ୟାନ୍ସର କୋଷକୁ ବୃଦ୍ଧି ହେବାକୁ ଦେଇନଥାଏ ଏବଂ ଧୀରେ ଧୀରେ ସେସବୁକୁ ନାଶ ମଧ୍ୟ କରିଦିଏ। ଏହି ତୁଳସୀ ପତ୍ର ସମସ୍ତ ପ୍ରକାରର ଜ୍ୱର ତଥା ମ୍ୟାଲେରିଆ, ଟାଇଫଏଡ଼୍,
ଏବଂ ଡେଙ୍ଗୁ ପରି ଜ୍ୱରରୁ ଆମକୁ ଉପଶମ ଦେଇଥାଏ। ଯଦି ଆପଣଙ୍କର ଆଜ୍ମା ଏବଂ ଶ୍ୱାସ ପରି ରୋଗରେ ପୀଡ଼ିତ, ତେବେ 4ଟି ତୁଳସୀ ପତ୍ରକୁ କଳା ଲୁଣ ସହ ସେବନ କରନ୍ତୁ। ଏହା ଆପଣଙ୍କ ରୋଗକୁ ସମ୍ପୂର୍ଣ୍ଣ ଭାବେ ଭଲ କରିଦେବ। ଆପଣଙ୍କର ଦାନ୍ତ ଯନ୍ତ୍ରଣା ହେଉଥିଲେ ଦାନ୍ତ ବିନ୍ଧା ପାଇଁ ତୁଳସୀ ପତ୍ର ଏବଂ ଗୋଲମରିଚକୁ ବାଟି ଦାନ୍ତ ବିନ୍ଧା ଜାଗାରେ ରଖନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ ଉପଶମ ମିଳିଥାଏ। ଗଳାରେ ସଂକ୍ରମଣ ହେଉଥିଲେ, ଥଣ୍ଡା କାଶ ହେଉଥିଲେ ଏବଂ ମୌସୁମୀ ପରିବର୍ତ୍ତନ କାରଣରୁ ଗଳା ବସି ଯାଉଥିଲେ ବା ଗଳାରେ ଦରଜ ହେଉଥିଲେ, ଏଥିରୁ ଉପଶମ ପାଇବା ପାଇଁ ତୁଳସୀ ପତ୍ର ରସକୁ ଗରମ ପାଣିରେ ମିଶାଇ ଏଥିରେ ହଳଦୀ ଓ ସନ୍ଧୈବ ଲୁଣ ମିଶାଇ କୁଳି କଲେ କାଶ ଏବଂ ଗଳା ଦରଜରୁ ଉପଶମ ମିଳିଥାଏ। ଆପଣଙ୍କର ଯଦି କାଶ ହେଉଥିବ, ତୁଳସୀ ପତ୍ର, ଅଦା, ଗୋଲମରିଚ 4ଟି ବାଟି କରି ଗରମ ପାଣିରେ ମିଶାଇ ସେବନ କଲେ କାଶରୁ ମୁକ୍ତି ମିଳିଥାଏ। ଜଣ୍ଡିସ୍ ରୋଗ ବା କାମଳ ରୋଗ, ଏହି ରୋଗକୁ ଠିକ୍ ସମୟରେ ଉପଚାର ନ କଲେ ଏହା ଏକ ଭୟଙ୍କର ରୂପ ଧାରଣ କରେ। ତେଣୁ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ର 1ରୁ 2 ଗ୍ରାମକୁ ବାଟି କରି ଘୋଳ ଦହିରେ ମିଶାଇ ସେବନ କଲେ ଜଣ୍ଡିସ୍ ବା କାମଳ ରୋଗରୁ ମୁକ୍ତି ମିଳେ। ଧଳା ଛଉ ପାଇଁ ତୁଳସୀ ପତ୍ର ରସ, ଲେମ୍ବୁ ରସ ଏବଂ କଂସୁଦି ପତ୍ରର ରସ ସମାନ ମାତ୍ରାରେ ନେଇ ଗୋଟିଏ ତମ୍ବା ପାତ୍ରରେ ରଖି ଖରାରେ 24 ଘଣ୍ଟା ରଖନ୍ତୁ। ଏହା ଗାଢ଼ା ହୋଇଗଲେ ଏହି ଔଷଧିକୁ ଧଳା ଛଉରେ ଲଗାନ୍ତୁ। ମୁହଁରେ ଥିବା ବ୍ରଣ ଏବଂ ଅନ୍ୟ ଚର୍ମ ରୋଗରେ ମଧ୍ୟ ଲଗାନ୍ତୁ। ଏହାକୁ ଲଗାଇଲେ ବ୍ରଣ ଦାଗ, ଛଉ ଦାଗ ଏବଂ ଚର୍ମ ରୋଗ ଆଦିରୁ ଉପଶମ ମିଳିଥାଏ। ଏହା ବ୍ୟତୀତ ଡାଇବେଟିସ୍ ରୋଗ ପାଇଁ ଏହା ବେଶ୍ ଉପକାରୀ। ଏହା ଆମ ରକ୍ତରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ଏହା କାଶ ଏବଂ ଥଣ୍ଡା ପାଇଁ ବେଶ୍ ଉପଯୋଗୀ। ତୁଳସୀ ପତ୍ରରେ କାଢ଼ା ପ୍ରସ୍ତୁତ କରି ପିଇବା ଦ୍ୱାରା ଏସବୁ ସମସ୍ୟା ଦୂର ହୋଇଥାଏ। ଏତଦ୍ ବ୍ୟତୀତ ଏହା ମୁଣ୍ଡବିନ୍ଧା ମଧ୍ୟ ଦୂର କରିଥାଏ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର କରିଥାଏ। ଆମ ଶରୀରରେ ରକ୍ତ ସଞ୍ଚାଳନ କରିବାର ତୁଳସୀ ପତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତୁଳସୀ ପତ୍ର ବିଭିନ୍ନ କାନ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଯଦି ଆପଣଙ୍କର କାନ ବିନ୍ଧୁଥାଏ, ତେବେ ତୁଳସୀରେ କର୍ପୂର ମିଶାଇ କାନରେ ପକାନ୍ତୁ। ଦେଖିବେ ଆପଣଙ୍କର କାନ ସମସ୍ୟା ମଧ୍ୟ ଦୂର ହୋଇଯିବ ଏବଂ ଆପଣ ସୁସ୍ଥ ଅନୁଭବ କରିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି କିଡନୀ ଷ୍ଟୋନ୍ ଭଲ କରିବାରେ ଏହା ଏକ ଔଷଧ ସ୍ୱରୂପ ହୋଇଥାଏ। ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକ ବୃଦ୍ଧି ସହ ତ୍ୱଚା ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ପୋଡ଼ା ଚର୍ମ ବା ଫୋଟକା ସମସ୍ୟା ପାଇଁ ମଧ୍ୟ ବେଶ୍ ଉପଶମ ମିଳିଥାଏ। ଏହାକୁ ନଡ଼ିଆ ତେଲ ସହ ମିଶାଇ କ୍ଷତ ଜାଗାରେ ଲଗାଇଲେ ଶୀଘ୍ର ଶୁଖିଯାଇଥାଏ। ତେଣୁ ଆପଣ ପ୍ରତିଦିନ କିଛି ତୁଳସୀ ପତ୍ର ସେବନ କରନ୍ତୁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ। ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲଟିକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।